ଘରେ ଗୋଟିଏ ଥିବାବେଳେ ବନ୍ଧୁକ ଓ ଭୁଜାଲି ଦେଖାଇ ଆକ୍ରମଣ କରି 4 ଲକ୍ଷ ଟଙ୍କାର ସୁନା ଗହଣା ସହ 30,000 ଟଙ୍କାର ଡକାଇତି। ଗତକାଲି ସନ୍ଧ୍ୟା 7:30ରୁ 8ଟା ସମୟ ମଧ୍ୟରେ ସୋର ଥାନା ମୁଗନିପୁର ଗ୍ରାମର ଗୟାଧର ମଲ୍ଲିକ ଘରୁ ଡକାୟତି ହୋଇଛି। ଘରେ ତାଙ୍କ ସ୍ତ୍ରୀ ସ୍ମିତାରାଣୀ ଓ 2 ଛୋଟ ପିଲା ରହିଥିବା ବେଳେ ଏହାର ସୁଯୋଗ ନେଇ 4 ଜଣ ଦୁର୍ବୃତ୍ତ ଘର ପଛପଟ ଦେଇ ପଶିବା ସହିତ ସ୍ମିତାରାଣୀଙ୍କ ହାତ ଓ ମୁହଁକୁ ଭୁଜାଲିରେ ହାଣି ଏକ ଶାଢ଼ୀରେ ବାନ୍ଧିଥିଲେ। ପରେ ବନ୍ଧୁକ ଦେଖାଇ ଘରେ ଥିବା ଗଡରେଜରୁ ସୁନା ଗହଣା ଓ ନଗଦ 30,000 ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି। ମୋ ନାଁ ଗୟାଧର ମଲ୍ଲିକ, ଘର ମୁଗୁନିପୁର। ଆଜ୍ଞା, କ'ଣ ହେଲା ଘଟଣା ଏବଂ ମୁଁ ନଥିଲି, ମୁଁ ଟ୍ରାକ୍ଟର ବେପାର କରେ, ଚାଲେ, ଡ୍ରାଇଭର ପେମେଣ୍ଟ ଦେଇକି ମୁଁ ଘରକୁ 8:30 ଭିତରେ ଆସେ। ତାରି ଭିତରେ 7:30 7:35 ଭିତରେ ମୁଁ ନଥିଲା ବେଳର ଘର ସେପଟେ ପଛପଟେ ଦେଇ କାଟିକି ଆସିକି କବାଟ ବାଡ଼େଇଛନ୍ତି। ସିଏ ଜାଣିପାରିଲେନି ଯେ ମୁଁ ଆସିଛି, ସେ ଜାଣିଲେ ଯେ କବାଟଟା ଖୋଲିଦେଲେ। ସେଭଳି 4 ଜଣ ଆସିଲେ, ଆସିକି ଭୁଜାଲି, ବନ୍ଧୁକ, ଆନ୍ଧ୍ରା କୋଟର ଧିନିକି ସୁନା ଗହଣା ତାକୁ ମାନେ ସବୁ ନେଇଗଲେ। ଯେତିକି ଥିଲା 4-5 ଲକ୍ଷ ଟଙ୍କାର ସୁନା ଗହଣା ଆଉ ନଗଦ 30,000 ଟଙ୍କା। ଆଉ ପୁଅ ମୁଣ୍ଡର ବନ୍ଧୁକ ରଖିଦେଲେ, ତା ହାତଟାକୁ ହାଣିଦେଲେ, ତାକୁ ବାନ୍ଧିଦେଲେ ପଛପଟେ ସେଇ ଚେୟାରର ବାନ୍ଧିକି ମୋ ମିସେସ୍କୁ ମାନେ ପଛପଟେ ବାନ୍ଧିକି ସବୁ ନେଇଗଲେ। ମୁଁ ଜଷ୍ଟ ସେଟା ଆସିଲା ବେଳକୁ ଶୁଣିକି ସଡନ୍ ଆଇଲି ଯେ ଏର ହୁ ହାଲା ହେଇଗଲା। ଖବର ପାଇଗନି ଯେ ଜଟା ଘର ଚୋରି ହେଇଗଲା କି ଗୟାଧର ମଲ୍ଲିକ ଘର ଚୋରି ହେଇଗଲା। ସଡନ୍ ଆସିଲା ବେଳକୁ କେହି ନାହାନ୍ତି, ସବୁ ବହୁତ ପିଲା ବି ଏଜେଣ୍ଟ ହେଲେ, କେହି ଖୋଜାଖୋଜି ଚାରିଆଡ଼େ କଲେ, ପାଇଲେ ନାହିଁ। ଇଏ 8ଟା 8:30 7:30 ସନ୍ଧ୍ୟା ସମୟରେ ଇଏ କେମିତି ଭାବରେ ଲୁଟ୍ ହେଉଛି କେମିତି ଦେଖୁଛନ୍ତି? ରାସ୍ତା କଡ଼ରେ ଘର ନା କ'ଣ କେମିତି? ରାସ୍ତା କଡ଼ର ଘର, କିଏ ଫଲୋ କରୁଛନ୍ତି, କ'ଣ କରୁଛନ୍ତି, ସେଇ ଭିତରେ ଚୋରି ହେଉଛି। ଚିହ୍ନିଛନ୍ତି କିଏ ମୁହଁରେ? ନା, ମୁଁ ଚିହ୍ନି ନେଇ କାହାକି। ଆଚ୍ଛା, ମୁହଁରେ କ'ଣ କିଏ ବାନ୍ଧିଥିଲେ ନା ଏମିତି ମୁହଁରେ ସବୁ କପଡ଼ା ବନ୍ଧା ହେଇଛି। କପଡ଼ା ବାନ୍ଧିଥିଲେ? ହଁ, ଗୋଟେ ମୋଟା ରୋଗ ହେଇଛି, ଗୋରା ରୋଗ, ଡେଙ୍ଗା ରୋଗ ହେଇଛି। ସେ ମିସେସ୍ ବି ଚିହ୍ନିନେବ। ଚିହ୍ନିନେବେ? ହଁ। ତାଙ୍କ ମୁହଁ କ'ଣ ଖୋଲା ଥିଲା କି? ଜଣଙ୍କର ଖୋଲା ଥିଲା। ଆଚ୍ଛା, କ୍ୟାମେରା ଆଗ ପଟେ ଅଛି, ସେ ପଛପଟେ ଦେଇ ଆସିଛନ୍ତି। ଆଚ୍ଛା, ସେଇ ଜାଣିଛନ୍ତି ପୁରା? ତା ପୁଲିସ ପହଞ୍ଚିଲେଣି କ'ଣ? ହଁ, ପୁଲିସ 112 ଆସିଛନ୍ତି, ଆସି ଯାଇଛନ୍ତି, ରିପୋର୍ଟ ନେଇକି ଯାଇଛନ୍ତି। ଏବେ କୋଉଠି ବର୍ତ୍ତମାନ ହସ୍ପିଟାଲ ଗଲେ, କଟା ହେଇଛି, ତାପରେ ହସ୍ପିଟାଲ ହେଇକି ଥାନା ଯିବେ।